সময় পুণ্য সময় স্ত্রী সম্ভোগ ঋতু মতে কেবল পুত্র জন্ম অর্থ বলে আইয়া শাস্ত্র কইলা এবার আমার ঝিওকে লড়িবে নাই নাই শাস্ত্র কହୁଛି ସ୍ତ୍ରୀ ସମ୍ଭୋଗ ଋତୁ ମତେ କେବଳ ପୁତ୍ର ଜନ୍ମ ଅର୍ଥେ ଆଜ୍ଞା ସନ୍ତାନ କାମନା କେବଳ ପୁଅ ଆଜ୍ଞା ଲଗାଯାଏ ସଂସାର କେମିତି ହବ ଝିଅ କେମିତି ଜନ୍ମ ନେବେ ପଶୁ ପଦ୍ଧତି କଲା ଇଏ ଗୋଟିଏ ନରକ ଉଦ୍ଧାର ପାଇଁକି ପୁତ୍ର ବନାସନ୍ତି ପୁଅଟେ ପାଇବା ପାଇଁ ଯୋଉ 84 ନରକ ରହିଛି ଭୂତ ନାମକ ନରକ ଉଦ୍ଧାର ପାଇବା ପାଇଁ ଆପଣ ମାନେ ପୁତ୍ର କାମନା କରନ୍ତୁ ଆଜ୍ଞା ତେବେ ଆଉ 83 ନରକରୁ କିଏ ମା ଉଦ୍ଧାର କରିବ ସେ କରିବ ସଂଶୟ ଭାବ ସେହି ଭାବ ଗୋଟିଏ ନରକ ଭୂତ ନରକରୁ ଉଦ୍ଧାର ପାଇବା ପାଇଁ ପୁତ୍ର କାମନା ଆପଣ ମାନେ କଲେ ତେବେ ଆଜ୍ଞା 83 ନରକରୁ ଉଦ୍ଧାର କରିବ କିଏ ଟିକେ ଆଗକୁ ଆସନ୍ତି ଆମେ ଖୋଜିବା ମା ମାନେ କୋଉ ନରକରୁ ଉଦ୍ଧାର କରୁଛନ୍ତି ଝିଅ କୋଉ ନରକରୁ ଉଦ୍ଧାର କରୁଛନ୍ତି ଯଦି ଆଜ୍ଞା କେତେବେଳେ ଯେ ଝିଅ ପିଣ୍ଡ ଦାନ ଦିଏ ବିବାହ ପୂର୍ବରୁ ପୁଣିଏ ସୂତାକୁ ମୁଁ ଚିହ୍ନିଛି ନହେଲେ ତ ଅଜାଣି ଲୋକ ଆଜି ବିଷୟ ଦେବ ନାଇଁ ଏଠି ବାପା ସିଏ ସୂତା ହେଲେ ହବନି ନାଇଁ ଆଜ୍ଞା ଏଠି ସିଏ ମାଲ କାମ କରିବ ଏଠି ଯୋଉ ପ୍ରକାର ବିଜ୍ଞାନୀ ସୂତାକୁ ମୁଁ ଜାଣିଛି ତେଣୁ ଆଜ୍ଞା ପର୍ଯ୍ୟାୟ କ୍ରମେ ଏଇ କଥାକୁ ବାହିକି ଯାଉଛି ଯେତେବେଳେ 3 ଘଣ୍ଟା ହେଇଯିବ ହରିବଲ ତେଣୁ ସ୍ତ୍ରୀ ସମ୍ଭୋଗ ଋତୁ ମତେ ଦେହରେ ଅହର ଉତ୍ତେଜନା ରହୁଛି ଆଜ୍ଞା ସିଏ ସବୁ ସେ ନମ୍ବର 1 କାମ ଜୀବ ଦେହରେ ଆଜ୍ଞା ଅନ୍ୟ ଦିନରେ ମାତା ସୁତ ଏହା ଜାଣନ୍ତି ସୁପଣ୍ଡିତ ମାମୁ ଆଜି ଘରୁ ଭାଇ ପାଲା ଛାଡ଼ିକି ଘରକୁ ଗଲେ ମୋ ମାଇକି ମା ଡାକିବୁ କଣ କହୁଛୁ ନା ତମେ ଘରକୁ ଗଲେ ତମ ସ୍ତ୍ରୀ କି ମା ଡାକିବୁ ତୁ ବି ଯାଇ ତୋ ସ୍ତ୍ରୀ କି ମା ଡାକିବୁ ତୁ ବି ତୋ ସ୍ତ୍ରୀକୁ ମା ଡାକିବୁ ଆମ ସାର ଡାକୁଛନ୍ତି ଆମେ କାହିଁ ଛାଡ଼ିବା ମୁଁ ତ ଆଜି ଅନୁକୂଳ କରି ଯାଇଛି ମୁଁ ଏଠି ଆସିଲା ବେଳେ ମୁଁ କହିଛି ମୋ ସ୍ତ୍ରୀ କି ଏ ମା ମୋ ବ୍ୟାଗ ରେଡି କରିଦିଏ ମୁଁ ପାଲା ଗାଇବା ପାଇଁ ଯିବି ଆପଣ ଆଜି ଡାକିଲେ ଭାତରୁ ଭାଗଟା ରହିବ ଅନ୍ୟ ଦିନରେ ମାତା ସୁଖତା ଡାକିବା ପାଇଁ କହୁଛି ଆଜି ଆପଣ ଫୋନ କରି କହିଲେ ବା ସମସ୍ତେ ଆମ ଘରକୁ ପଳେଇବା ତ ଆମେ ଯିବୁ ବିଷ୍ଣୁପୁର ପାଲା ଗାଇବା ପାଇଁ ଆମେ ସମସ୍ତେ ଯାଇ ଆପଣଙ୍କ ଘରେ ପହଞ୍ଚିଗଲୁ ପହଞ୍ଚିଲୁ ଜଷ୍ଟ ଆପଣଙ୍କ ଘରୁ ତ ଆପଣଙ୍କ ଗେଟ୍ ପାଖକୁ ଆସିଛୁ କଣ ଜିନିଷ ଗୋଟେ ଭୁଲି ଯାଇଥିଲେ ଆପଣ ଆପଣ ସେଇଟାରେ ଛିଡ଼ା ହେଇ କଣ କହିଲେ ବାବୁ ମାଠୁ ରୁମାଲ ନେଇଆ ମୁଁ କହିଲି ବାବୁ ତ ମାଠୁ ରୁମାଲ ନେଇଆ ନା ଆଜ୍ଞା ସେଠି ତ ନଥିଲା କାହା ମିଛ ମୁଁ ଭାବିଲି ଯେ ପିଲାର ମା ବାବୁର ମା
ଆପଣ ସେଇ କଥା କହିଥିଲେ ନା ଆପଣ କହିଲେ ବାବୁ ମାଠୁ ରୁମା ନେଇଆ ମୁଁ ଭାବିଲି ସାର୍ ତାଙ୍କ ସ୍ତ୍ରୀକି ଡେଲି ମା ଡାକୁଛନ୍ତି ଆମେ ତ ତାଙ୍କ ପାଖରେ ରହୁଛେ ଆମେ ବି ଶିଖି ମୁଣ୍ଡେଇକି ସ୍ତ୍ରୀଙ୍କୁ ମା ମାତୃଭାବଟା ରହିବ ରାଜ୍ୟ ପାଇଁ ମୁଁ କହିଲି ଅନ୍ୟ ଦିନରେ ମାତା ଅନ୍ୟ ଦିନରେ ଯେ ମା ପୁଅର ସମ୍ପର୍କ ଋତୁରକ୍ଷା କେବଳ ସନ୍ତାନ ପାଇଁ ତେବେ ଆଜ୍ଞା ଶଯ୍ୟା ପାଳି ଦେଇଛନ୍ତି କୟାଦୁ ଆଜ୍ଞା ଋତୁସ୍ନାତା ନାଇଁ ଶୟନ କରିବାକୁ ଯାଇଛନ୍ତି ହିରଣ୍ୟକଶ୍ୟପ ନାଇଁ ଦାମ୍ପତ୍ୟ ଜୀବନ ଆଜି ଫଳବତୀ ହବାକୁ ଯାଉଛି ଏତିକି ବେଳେ ଆଜ୍ଞା କୟାଦୁ ପଚାରିଲେ ସ୍ୱାମୀ ଇଏ ଦାକ୍ଷିଣାତ୍ୟ ଜଙ୍ଗଲରେ ଯେତେବେଳେ ପାଦ ଦେଇଥିଲେ ଶୁକ ପକ୍ଷୀଟା କୋଉ ନାମଟା ଗାନ କରିଥିଲା ହିରଣ୍ୟକଶ୍ୟପ ବିରକ୍ତ ହେଲେ ତମେ କଣ ମନେ ରଖିପାରୁନା ତମକୁ ବାରମ୍ବାର ମୁଁ କହୁଛି ଶୁକ ପକ୍ଷୀଟା ବୃକ୍ଷ ଡାଳରେ ବସି ଯେତେବେଳେ ମୁଁ ପାଦ ଦେଇଛି ପ୍ରଥମ କରି ଦାକ୍ଷିଣାତ୍ୟ ଜଙ୍ଗଲରେ ନାରାୟଣ 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 ଉଚ୍ଚାରଣ କୋଉ ସମୟରେ ମିଳନଟା ଘଟିଲେ ସେଇ ଶାସ୍ତ୍ରରେ ସବୁ ଗୃହତତ୍ଵ ଅଛି ଆଜ୍ଞା ପୁତ୍ର ସନ୍ତାନ ପ୍ରାପ୍ତି ହବ କୋଉ ସମୟରେ ମିଳନ ଘଟିଲେ ଝିଅଟେ ହବ ଏ ବିଚାରକୁ ଆଜ୍ଞା ଶାସ୍ତ୍ରରେ ନିହିତ ଅଛି ଗୁରୁମୁଖବାଣୀ ଯାଉ ଯାଉ ଯେତେବେଳେ ମିଳନ ଘଟିବାକୁ ଯାଉଛି ଋତୁ ରକ୍ଷା କରିବାକୁ ଯାଉଛନ୍ତି ଆଜି ଆଜ୍ଞା ହିରଣ୍ୟକଶ୍ୟପ ସ୍ୱାମୀ ସ୍ତ୍ରୀଙ୍କର ମିଳନ ଘଟୁଛି ଏହି ସମୟରେ ପୁଣି କୟାଦୁ ପଚାରିଲେ ଦାକ୍ଷିଣାତ୍ୟ ଜଙ୍ଗଲରେ ଶୁକ ପକ୍ଷୀଟା କୋଉ ନାମ କହିଲା ମାନସିକ ହଉ ମନରେ ଥାଉ ବା ନଥାଉ ଶ୍ରଦ୍ଧା ଥାଉ ବା ନଥାଉ ଯେତିକି ବେଳେ ମିଳନ ଘଟିବାକୁ ଯାଉଛି ଶୁକ ପକ୍ଷୀଟା ବୃକ୍ଷଡାଳରେ ବସି ଯୋଉ ନାମଟା କହିଥିଲା ହିରଣ୍ୟକଶ୍ୟପ ଆଜ୍ଞା ଉଚ୍ଚାରଣ କଲେ ନାରାୟଣ ନାରାୟଣ ଶୁକ ପକ୍ଷୀଟା ନାରାୟଣ ନାରାୟଣ କହିଲା ଏତିକି ବେଳେ ମିଳନ ଯେତେବେଳେ ଘଟିବାକୁ ଯାଉଛି ନାଇଁ ହେଲା କଣ ତୁଳା ଭିଣାକୁ ଗୋଟିଏ ପଦମ ପଡିଦଉଛି ସେତେବେଳେ 25 ପଇସା ଦାମ ଖାଏ ନାଇଁ ତୁଳା ଭିଣା ତ ଛୁଟିଆ ଚଟି ବହିଟେ ଏଭଳିଆ ତତ୍ତ୍ୱ ଲେଖିବା ପୁଅ ସେଇ ବଳରାମଙ୍କର ବଳରାମ ଦାସଙ୍କ ଏଇ ବହି ନାଇଁ ସେ ଚଟି ବହିରେ ଅଛି ଆଜ୍ଞା ପିଲାଟା କେତେବେଳେ ମା ଗର୍ଭକୁ ଯାଏ ନାଇଁ ଯମୁନା ଜୀବନରେ ଥିଲା ଲବଣୀ ରହଣ୍ଡି জীব ଥାଏ କୋଉଠି ଆଜ୍ଞା ମା ଗର୍ଭରେ ଜୀବ ନଥାଏ ଜୀବ ଥାଏ ଆଜ୍ଞା ପୁରୁଷ ନିକଟରେ କୋଉଠି ମା ଗର୍ଭ ବା ପୁରୁଷ ଗର୍ଭ ଏଇଗୁଡା ସବୁ କଥା ଆପଣ କହୁଛନ୍ତି ରାତି ହେଲାଣି ଭୁଲ ଭଲ ପାଲା ଖାଇছে ଠାରୁ ପଇସା ନେଇছে ଆଚ୍ଛା ପୁରୁଷ କଣ ଗର୍ଭ ହୁଅନ୍ତି ନା ନା ତୁ ତ କାହିଁ ହେଇନଥିଲୁ ଯଦି ହେଇଥିବ ତ ବପା ନାରୀ ଗର୍ଭବତୀ ହବା ଆଗରୁ ପୁରୁଷ ପ୍ରଥମେ ଗର୍ଭ ହୁଅନ୍ତି ଆପଣ କହିବେ ପୁରୁଷ କେମିତି ଗର୍ଭ ବଳରାମ ଦାସ ପ୍ରଚଳନ କରିଛନ୍ତି ନାରାୟଣ ସ୍ୱାମୀ ପୁଣି ଜୀବ ରୂପ ଧରେ ନାରାୟଣ ସ୍ୱାମୀ ପୁଣି ନାରାୟଣ ସ୍ୱାମୀ ପୁଣି ଜୀବ ରୂପ ଧରେ ପୁରୁଷଙ୍କ ଠାରେ ଆସି ଗିର୍ଜି ଆଶ୍ରା କରେ ମା ଗର୍ଭକୁ ଯିବ କେତେବେଳେ ଗଲା ତ ରୂପେ ଖସି ମାତା ଶୁଣି ତୋରେ ମିଶେ ଖସି ମାତା ଶୁଣି ତୋରେ ମିଶେ କମଳ ପ୍ରାୟ ଜନନୀ ଜଠରେ ପ୍ରକାଶ ଭାବରେ ପତିତ ହୋଇ ମାତୃଗର୍ଭରେ ସ୍ଥାନ ପାଇଲା ଯେତେବେଳେ ମାତୃଗର୍ଭରେ ଯାଇ ସ୍ଥାନ ପାଉଛି ଆଜ୍ଞା ଗର୍ଭବତୀ ହେଲେ କୟାଦୁ
ନାମ ଭଜନଟା ଚାଲିଛି ଆଜ୍ଞା। ନାରାୟଣ ନାମ ଭଜନ ସହିତ ମାର ଯୋଉ ଭାବ ଗର୍ଭ ପିଲା ଉପରେ ପ୍ରଭାବ ପଡିଲା। କାହିଁକି ପଡିଲା? ଶଙ୍କରାଚାର୍ଯ୍ୟ କଣ କହିଛନ୍ତି? ଶଙ୍କରାଚାର୍ଯ୍ୟ ଅଭିମନ୍ୟୁ ରହିଥିଲେ ମା ଗର୍ଭରେ। ଚକ୍ରବ୍ୟୁହର ଭେଦ ରହସ୍ୟ କଥା ଅର୍ଜୁନ କହୁଥିଲେ ସୁଭଦ୍ରାଙ୍କ ନିକଟରେ। ତେଣୁ ଚକ୍ରବ୍ୟୁହକୁ ଭେଦ କରିବା ତତ୍ତ୍ୱଟା ପାଇଁ ଗର୍ଭସ୍ଥ ପିଲା ଶୁଣିଲା। ଫେରିବା ସମୟ ବେଳେ ଆଜ୍ଞା ମା ଶୁଣି ଦେଇ ଯାଇଛନ୍ତି, ଶୋଇ ଯାଇଛନ୍ତି, ଗର୍ଭସ୍ଥ ଶିଶୁ ଶୋଇଲା। ତେଣୁ ଚକ୍ରବ୍ୟୁହରୁ ଫେରି ପାରିଲା। ଜାତୀୟ କଥା ମୁଁ କହିଲି, ଶଙ୍କରାଚାର୍ଯ୍ୟ ପ୍ରମାଣ ଦେଇଛନ୍ତି। ନାଇଁ ସେ ଯତ ସଞ୍ଚିତ ଜନନୀ ଯଥେ ଯୋଗାଶ୍ଚ ଯୋଗ ରୂପ ସଞ୍ଚିତ ରତ୍ନ ধাতাস্য বিলিখন সুন্দর রূপ চিন্তামতি উত্তম ভূজনে কুৎসিত রূপ চিন্তা কলঙ্কিত। শঙ্করাচার্য কলে মা গর্ভরে জীবটা যেতবে রহিলা যত সঞ্চিত জননী যথে যোগশ্চ যোগ রূপ যোগী অবস্থায় আজ্ঞা জীব থাকে নাই। যোগ সূত্রে খাই আজ্ঞা পদ্মাসন করিকি জীব থাকে মাতৃ গর্ভ মধ্যে। পদ্মাসন জানছু? আজ্ঞা পদ্মাসন মু জানিনি এগুলা কথা। প্র্যাকটিক্যাল দেখি মা গর্ভরে জীব পদ্মাসন করে মা গর্ভরে জীব থাকে। এইটা পদ্মাসন উপরକୁ କଣ ଦେଖଉଛୁ? এইটা আজ্ঞা ফুল ফুটিছি।